ବର୍ତ୍ତମାନର ବଡ଼ ଖବର ମାଡ଼ି ଆସୁଛି ଭୟଙ୍କର ବାତ୍ୟା। ଏଥର ଫିକା ପଡ଼ିବ ଦୁର୍ଗା ପୂଜା। ସୁ ସୁ କରି ମାଡ଼ି ଆସୁଛି ଭୟଙ୍କର ବାତ୍ୟା। ଗତ ମାସେ ଭିତରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଅନେକ ନଦୀରେ ବନ୍ୟା ଆସିଛି ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଉ ଏବେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଚିନ୍ତାରେ ଅଛନ୍ତି ଲୋକମାନେ। ଦର୍ଶକ ବନ୍ଧୁ, ସମ୍ପୂର୍ଣ୍ଣ ସୂଚନାଟି ଜାଣିବା, ତା ଛଡ଼ା କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ତାହା ମଧ୍ୟ ଜାଣିବା। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଦର୍ଶକ ବନ୍ଧୁ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଖାସ୍ କରି କୋରାପୁଟ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ବି ଜାରି ହୋଇଛି। ଦର୍ଶକ ବନ୍ଧୁ, ଅକ୍ଟୋବର ଆସିନି, ବାତ୍ୟାର ସତର୍କ ସୂଚନା ମିଳିଗଲାଣି। ପାଣିପାଗ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ପରେ ଯାହାକି ଓଡ଼ିଶାର ଲୋକ ସେଥିପାଇଁ ଛାନିଆ ହେଲେଣି। କାରଣ ଅକ୍ଟୋବରରେ ହୋଇଥିବା ବାତ୍ୟାର ତାଣ୍ଡବ ଏବେ ବି ଓଡ଼ିଶା ଲୋକ ଭୁଲି ନାହାନ୍ତି। ଇଏ ତ ଗଲା ଅକ୍ଟୋବର କଥା, ହେଲେ ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଦର୍ଶକ ବନ୍ଧୁ, ସବୁ ବର୍ଷ ପରି ଏଥର ବି ଅକ୍ଟୋବର ଆଣିପାରେ ବଡ଼ ବାତ୍ୟା। ଲାନିନାର ସକ୍ରିୟତା ଏମିତି ଡରାଇଲାଣି, ଓଡ଼ିଶାରେ ବାତ୍ୟା ଇତିହାସ ପୃଷ୍ଠାକୁ ଓଲଟାଇ ପାଣିପାଗ ବିଜ୍ଞାନୀ କହୁଛନ୍ତି ଯେତେବେଳେ ଲାନିନା ସକ୍ରିୟ ହୋଇଛି ଓଡ଼ିଶା ବାତ୍ୟାକୁ ସାମ୍ନା କରିଛି। ତେଣୁ ଏଥର ବି ବାତ୍ୟା ହୋଇପାରେ। ଅକ୍ଟୋବର ଆସିନି, କିନ୍ତୁ ବାତ୍ୟାର ସତର୍କ ସୂଚନା ମିଳିଗଲାଣି। ପାଣିପାଗ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ପରେ ପୁରା ଓଡ଼ିଶାର ଲୋକ ଛାନିଆ ହେଲେଣି। କାରଣ ଅକ୍ଟୋବରରେ ହୋଇଥିବା ବାତ୍ୟାର ତାଣ୍ଡବ ଏବେ ବି ଓଡ଼ିଶା ଲୋକ ଭୁଲି ନାହାନ୍ତି। ଇଏ ତ ଗଲା ଫ୍ରେଣ୍ଡସ୍ ଅକ୍ଟୋବର କଥା, କିନ୍ତୁ ବର୍ତ୍ତମାନ ସମୟରେ ବି ଲାଗି ରହିଛି ବର୍ଷା କିଛି କିଛି ଜିଲ୍ଲାରେ। ଦର୍ଶକ ବନ୍ଧୁ, ଆପଣଙ୍କ ଜିଲ୍ଲାରେ ବର୍ଷା ହେଉଛି କି ନାହିଁ ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ। ଧନ୍ୟବାଦ।